ଏହି ସବୁ ପୁତଳିକା ମାନେ ନିଜ ବେଞ୍ଚ ଗୁଡ଼ିକ ଧକ୍କା ଦେଲେ। ସେମାନେ ଏକା ସାଙ୍ଗେ ଛିଡ଼ା ହୋଇଗଲେ। ତାପରେ ମୁଁ ମୁହୂର୍ତ୍ତେ ବି ଡେରି ନ କଲି ମୁଁ ନିଜ ଗୋଇଠି ଉପରେ ବୁଲିଲି ଏବଂ ସେହି ଅନ୍ଧାର କରିଡରରେ ପଛକୁ ଦୌଡ଼ିଲି। ଅଟକିବା ଏବେ ପ୍ରଶ୍ନ ହିଁ ନଥିଲା। ମୋ ପଛରୁ ସେହି ପୁତଳିକା ମାନେ ଚାଲିବାର ଶବ୍ଦ ଆସୁଥିଲା। ସେମାନେ ଦୌଡ଼ୁନଥିଲେ, ସେମାନେ ଘୁଷୁରୁଥିଲେ। ସେମାନଙ୍କର ଘୋଷାରି ହେବା ଶବ୍ଦ ସେହି ଶାନ୍ତ ପରିବେଶରେ ଗୁଞ୍ଜରିତ ହେଉଥିଲା। ଚଟ ଏବଂ ଶୁଖିଲା ଘାସରେ ତିଆରି ସେମାନଙ୍କ ପାଦ ଚଟାଣରେ ଘଷି ହେଉଥିଲା। ଏହି ଶବ୍ଦ କାହା ଦୌଡ଼ିବା ଅପେକ୍ଷା ବି ଅଧିକ ଭୟଙ୍କର ଥିଲା, କାରଣ ଏହା ବେଜାନ ଥିଲା। ମୁଁ କରିଡରର ଶେଷ ପର୍ଯ୍ୟନ୍ତ ପହଞ୍ଚିଲି ଏବଂ ବାରଣ୍ଡାରୁ ସିଧା ବାହାର କାଦୁଅ ଭିତରକୁ ଡେଇଁ ପଡ଼ିଲି। ବାହାରେ ବର୍ଷା ଏବେ ମୂଷଳଧାରାରେ ହେଉଥିଲା। ପବନର ପ୍ରଖର ଝଟକାରେ ଗଛଗୁଡ଼ିକ ଏମିତି ହଲୁଥିଲେ ଯେମିତି ସେମାନେ ପରସ୍ପର ମଧ୍ୟରେ ଲଢ଼ୁଛନ୍ତି। ମୁଁ ସ୍କୁଲ କୋଠାରୁ ଦୂରକୁ ଦୌଡ଼ିଲି। ମୋ ହୃଦୟ ପଞ୍ଜରା ହାଡ଼ ଭାଙ୍ଗିବାକୁ ଚେଷ୍ଟା କରୁଥିଲା। ମୋ ଟର୍ଚ୍ଚର ଆଲୋକ ବର୍ଷା ଟୋପାରେ ବିଛେଇ ହୋଇଯାଉଥିଲା, ଯାହାଦ୍ୱାରା କି ମୋତେ ସାମ୍ନାର ରାସ୍ତା ବି ସଫା ଦେଖାଯାଉନଥିଲା। ମୁଁ ଥରେ ପଛକୁ ବୁଲି ସ୍କୁଲ ଆଡ଼କୁ ଚାହିଁଲି। ସେହି ସବୁ ପୁତଳିକା ବାରଣ୍ଡାକୁ ଆସି ଅଟକି ଯାଇଥିଲେ। ସେମାନେ ବର୍ଷାରେ ବାହାରକୁ ଆସିଲେ ନାହିଁ। ସେହି 10-12ଟି ଆକୃତି ବାରଣ୍ଡାର ଅନ୍ଧାରରେ ଏକ ଧାଡ଼ିରେ ଛିଡ଼ା ହୋଇଥିଲେ। ସେମାନଙ୍କ କୋଇଲାରେ ତିଆରି ନକଲି ଆଖି ମୋତେ ଦେଖୁଥିଲା ଏବଂ ସେମାନେ ମଝିରେ ମଝିରେ ସେହି ଲମ୍ବା ବିନା ମୁହଁର ଲୋକଟି ଛିଡ଼ା ହୋଇଥିଲା। ସେ ଏବେ ହଲିଲା ନାହିଁ। ସେ ବାସ୍ ନିଜ ହାତ ଧୀରେ ଧୀରେ ତଳକୁ କଲା। କିନ୍ତୁ ସେଠାରେ ଅଟକିଲି ନାହିଁ। ମୁଁ ଜଙ୍ଗଲର ବୁଦାକୁ ଚିରି ନିଜ ଜିପ୍ ଆଡ଼କୁ ଦୌଡ଼ିଲି। କଣ୍ଟା ମୋ ରେନକୋଟ୍କୁ ଚିରି ଦେଉଥିଲା। ମୋ ମୁହଁରେ କାଣ୍ଡିଆ ହୋଇଯାଉଥିଲା, କିନ୍ତୁ ମୋତେ ଯନ୍ତ୍ରଣା ଅନୁଭବ ହେଉନଥିଲା। ମୋତେ ବାସ୍ କୌଣସି ପ୍ରକାର ସେହି ଲୁହା ବାକ୍ସ ମାନେ ମୋ ଜିପ୍ ଭିତରକୁ ନିଜକୁ ବନ୍ଦ କରିବାର ଥିଲା। ପ୍ରାୟ 10-15 ମିନିଟ୍ ଦୌଡ଼ିବା ପରେ ମୋତେ ଗାଡ଼ି ଭିତରେ ଜଳୁଥିବା ଲାଇଟ୍ ଦେଖାଗଲା। ମୁଁ ଦୌଡ଼ି ଦୌଡ଼ି ଜିପ୍ ପାଖରେ ପହଞ୍ଚିଲି। ମୋ ହାତ ଥରୁଥିଲା, କିନ୍ତୁ ମୋ ଭାଗ୍ୟ ଭଲ ଥିଲା କି ଏପର୍ଯ୍ୟନ୍ତ ମୋର କୌଣସି ଜଙ୍ଗଲୀ ପଶୁ ସହିତ ସାମ୍ନା ହୋଇନଥିଲା। ମୁଁ କୌଣସି ପ୍ରକାରରେ ପକେଟରୁ ଚାବି ବାହାର କଲି। ସେହି ମୁହୂର୍ତ୍ତରେ ଚାବି ପେନ୍ଥାଟି କାଦୁଅରେ ଜୁଡ଼ୁବୁଡ଼ୁ ମୋ ହାତରୁ ଖସୁ ଖସୁ ବଞ୍ଚିଗଲା। ମୁଁ ତରବର ହୋଇ ଗାଡ଼ିର କବାଟ ଖୋଲିଲି ଏବଂ ଭିତରକୁ ଡେଇଁ ପଡ଼ିଲି। ମୁଁ ଗାଡ଼ିର କବାଟ ବନ୍ଦ କଲି ଏବଂ ତୁରନ୍ତ ବାକି ସବୁ କବାଟ ମଧ୍ୟ ଚେକ୍ କରିନେଲି। ଜିପ୍ ଭିତରକୁ ଆସିବା ମାତ୍ରେ ମୋତେ ଟିକେ ଆଶ୍ୱସ୍ତି ଅନୁଭବ ହେଲା। ଭିତରର ପରିବେଶ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏଠାରେ ବର୍ଷାର ଶବ୍ଦ କମ୍ ଥିଲା। ଏଠାରେ ମୋ ନିଜର ବନ୍ଧୁକ ଥିଲା ଏବଂ ମୋତେ ଏଠାରେ ସୁରକ୍ଷିତ ଅନୁଭବ ହେଉଥିଲା। ମୁଁ ଷ୍ଟିଅରିଂ ହୁଇଲ୍ ଉପରେ ମୁଣ୍ଡ ରଖି ଜୋର ଜୋରରେ ନିଶ୍ୱାସ ନେବାକୁ ଲାଗିଲି। ମୁଁ ନିଜକୁ ସାନ୍ତ୍ୱନା ଦେଲି ଏବଂ ବୁଝାଇଲି ଯେ ମୁଁ ବଞ୍ଚିଗଲି। କିନ୍ତୁ ସେତିକି ବେଳେ ମୋର ମନେ ପଡ଼ିଲା ଯେ କିଛି ସମୟ ପୂର୍ବରୁ ଇଞ୍ଜିନରେ କିଛି ଗୋଳମାଳ ହୋଇଯାଇଥିଲା। ମାନେ ମୁଁ ଏଠାରୁ ଡ୍ରାଇଭ୍ କରି ଯାଇପାରିବି ନାହିଁ। ମୋତେ ସକାଳ ହେବା ପର୍ଯ୍ୟନ୍ତ ଏଇଠି ଅପେକ୍ଷା କରିବାକୁ ପଡ଼ିବ। ମୁଁ ତଳକୁ ନଇଁକି ବସି ପଡ଼ିଲି। ଜିପ୍ର କାଚ ଚଢ଼ା ହୋଇଥିଲା ଏବଂ ଜିପ୍ର ସବୁ କବାଟ ଲକ୍ ଥିଲା। ତଥାପି ଭିତରେ ଭିତରେ ଏକ ଅଜବ ଭୟ ଲାଗୁଥିଲା କି ବାହାରେ କେହି ଅନ୍ଧାରରୁ ଭିତରକୁ ଚାହୁଁଛି। ମୁଁ ପୁଣି ନିଜକୁ ଶାନ୍ତ କଲି, ନିଜ ମୁଣ୍ଡକୁ ଶାନ୍ତ କଲି। ଗାଡ଼ିରେ ଯେଉଁ ଲାଇଟ୍ ଜଳୁଥିଲା ତାକୁ ବନ୍ଦ କଲି ଏବଂ ନିଜ ଟର୍ଚ୍ଚ ମଧ୍ୟ ବନ୍ଦ କରିଦେଲି, ଯାହାଫଳରେ କି ମୁଁ ବ୍ୟାଟେରୀ ବଞ୍ଚାଇ ପାରିବି। କିଛି ସମୟ ମୁଁ ସେମିତି ହିଁ ବସି ରହିଲି। ପ୍ରଥମେ ତଳକୁ ନଇଁଥିଲି, ପୁଣି ଧୀରେ ଧୀରେ ନିଜ ଶରୀରକୁ ସଙ୍କୁଚିତ କରି ମୁଁ ସେହି ସିଟ୍ ଉପରେ ଶୋଇପଡ଼ିଲି, କାରଣ ନଇଁକି ବସିବାରେ ମୋ ପିଠି ଦରଜ ହେବାକୁ ଲାଗିଲା। କିନ୍ତୁ ସେହି ମୁହୂର୍ତ୍ତରେ ମୋର ନିଜ ଚଳପ୍ରଚଳରୁ ହୋଇଥିବା ସେହି ସାମାନ୍ୟ ଶବ୍ଦ ମଧ୍ୟ ମୋ ଭିତରେ ଭୟ ସୃଷ୍ଟି କରୁଥିଲା। ମୋ ହୃଦୟ ଏବେ ବି ସେହି ପୁରୁଣା ସ୍କୁଲର କରିଡରରେ ଅଟକି ରହିଥିଲା। ସେହି ପୁତଳିକା, ସେହି ବିନା ମୁହଁର ଲୋକ, ସେସବୁ ମୋ ମୁଣ୍ଡରେ ଛାପି ହୋଇଯାଇଥିଲା ଏବଂ ସେସବୁ ମନେ ପଡ଼ିବା ମାତ୍ରେ ମୋ ଶରୀର ଥରି ଉଠୁଥିଲା। ଆଜି ପର୍ଯ୍ୟନ୍ତ ମୁଁ ଏମିତି କିଛି କେବେ ଦେଖିନଥିଲି ଏବଂ ଯାହା ମୁଁ ଦେଖିଥିଲି ତାହା ଉପରେ ମୁଁ ବିଶ୍ୱାସ କରିପାରୁନଥିଲି। ମୋର ଧ୍ୟାନ ବାରମ୍ବାର ଆଖପାଖର ଶବ୍ଦ ଉପରକୁ ଯାଉଥିଲା। ଜିପ୍ ଇଞ୍ଜିନ୍ ବନ୍ଦ ଥିଲା।
ମୁଁ ତାକୁ ପୁଣି ଷ୍ଟାର୍ଟ କରିବାକୁ ଚେଷ୍ଟା କଲିନି, କାରଣ ମୋତେ ଭୟ ଥିଲା କି ସେଲ୍ଫର ଶବ୍ଦରେ ସେମାନଙ୍କୁ ମୋର ଲୋକେସନ୍ ଜଣାପଡ଼ିଯିବ। ପ୍ରାୟ 15 ମିନିଟ୍ ପର୍ଯ୍ୟନ୍ତ ସବୁ ଶାନ୍ତ ରହିଲା। କେବଳ ବର୍ଷାର ଜିପ୍ ଉପରେ ପଡ଼ୁଥିବା ଟପ୍ ଟପ୍ ଶବ୍ଦ ଏବଂ ପବନର ଧିମା ଧିମା ସାଁ ସାଁ ଶୁଭୁଥିଲା। କେଜାଣି ମୁଁ କେଉଁଠି ଫସିଯାଇଛି। ମୋ ମୁଣ୍ଡ ମଧ୍ୟ ଭାବି ଭାବି ଥକି ସାରିଥିଲା। ପରିଶେଷରେ ମୁଁ ଥକାପଣରୁ ନିଜ ଆଖି ବନ୍ଦ କଲି ଏବଂ ଶରୀର କଠିନ ହୋଇ ଯାଇଥିବା ଯୋଗୁଁ ଟିକେ ହଲିଲି। ସେତିକିବେଳେ ମୋତେ ସେହି ଶବ୍ଦ ଶୁଭାଗଲା। ପବନର ଶବ୍ଦ ମଝିରେ ଏକ ଭିନ୍ନ ପ୍ରକାରର ଶବ୍ଦ, ଯେମିତି କୌଣସି ଭାରୀ ବସ୍ତା ପରି କିଛି ଓଦା ଜମି ଉପରେ ଘୋଷାଡ଼ି ହେଉଛି। ଏବଂ ସେହି ଶବ୍ଦ କେବଳ ଗୋଟିଏ ଦିଗରୁ ଆସୁନଥିଲା। ପ୍ରଥମେ ମୋତେ ଲାଗିଲା କି ଏହି ଶବ୍ଦ ଡାହାଣ ପଟରୁ ଆସୁଛି ଏବଂ ମୁଁ ସେହି ଆଡ଼କୁ କାନ ଡେରିଲି। କିନ୍ତୁ ଯେତେବେଳେ ମୁଁ ଧ୍ୟାନର ସହ ଶୁଣିବାକୁ ଲାଗିଲି ଏବଂ ଭାବିଲି ଏହା କ'ଣ ହୋଇପାରେ, ସେତେବେଳେ ମୋତେ ଅନୁଭବ ହେଲା ନା ଡାହାଣ ପଟୁ ନା ପଛପଟୁ ଏହି ଶବ୍ଦ ତ ସବୁଆଡ଼ୁ ଆସୁଛି। ମୁଁ ନିଜ ନିଶ୍ୱାସ ରୋକିଦେଲି ଏବଂ ଷ୍ଟିଅରିଂ ହାତ ଛାଡ଼ି ରିୟର ଭ୍ୟୁ ମିରରରେ ଚାହିଁଲି। କିନ୍ତୁ ସେଠାରେ ବାସ୍ ଘନ ଅନ୍ଧାର ଥିଲା। ସେମିତି ବି ସେଠାରେ ମୋତେ କିଛି ଦେଖାଯାଇନଥାନ୍ତା। ଏତେ ଘନ ଅନ୍ଧାରରେ କିଛି ଦେଖାଯିବା ସମ୍ଭବ ହିଁ ନଥିଲା। ଏବଂ ସେତେବେଳେ ମୁଁ ମିରରରେ ଚାହୁଁଥିଲି, ସେତିକି ବେଳେ ଏକ ଜୋରରେ ଖଡ଼ ଖଡ଼ ଶବ୍ଦ ହେଲା। ତା ସହ ବିଜୁଳି ମାରିଲା ଏବଂ ଝଟକାରେ ମୋ ଧ୍ୟାନ ପଛକୁ ଗଲା। ସେହି ମୁହୂର୍ତ୍ତରେ ନୀଳ ଧଳା ଆଲୋକରେ ମୁଁ ଦେଖିଲି ଯେ ଜିପ୍ ପଛରେ ଜଙ୍ଗଲର ବୁଦାର ଠିକ୍ କଡ଼ରେ ସେମାନେ ଛିଡ଼ା ହୋଇଥିଲେ। ସେହି ପୁତଳିକାମାନେ। ସେମାନେ ଧାଡ଼ିରେ ନଥିଲେ। ସେମାନେ ଗଛ ମଝିରେ ବୁଦା ଭିତରେ ଅଲଗା ଅଲଗା ଜାଗାରେ ବିଛାଇ ହୋଇ ଛିଡ଼ା ହୋଇଥିଲେ ଏବଂ ସେମାନେ ଚାଲୁନଥିଲେ। ସେମାନେ ବାସ୍ ଛିଡ଼ା ହୋଇଥିଲେ, ଯେମିତି ସେମାନଙ୍କ କପଡ଼ା ବର୍ଷାରେ ଭିଜି ଆହୁରି ଭାରୀ ହୋଇଯାଇଛି। ମୁହୂର୍ତ୍ତକ ଆଲୋକ ପରେ ପୁଣି ଚାରିଆଡ଼େ ଅନ୍ଧାର ଛାଇ ଯାଇଥିଲା। କିନ୍ତୁ ସେହି ଏକ ମୁହୂର୍ତ୍ତର ଝଲକରେ ମୋ ହୃଦୟ ଥରି ଉଠିଥିଲା। ମୋର ରୋମାଞ୍ଚ ହୋଇଗଲା। ସେମାନେ ଯିଏ ବି ଥିଲେ, ସେମାନେ ସ୍କୁଲରୁ ଏହି ପର୍ଯ୍ୟନ୍ତ ଆସି ପହଞ୍ଚିଥିଲେ। କିନ୍ତୁ ଏତେ ଶୀଘ୍ର ଏବଂ ସେହି ଘୋଷାରି ହେବା ଶବ୍ଦ, ଯଦି ସେମାନେ ଛିଡ଼ା ହୋଇଥାନ୍ତି ତ ଏହି ଘୋଷାରିଆ ଶବ୍ଦ କେଉଁ ଜିନିଷର? କିଏ କରୁଛି ଏହା? ସେହି ଶବ୍ଦ ଏବେ ଆହୁରି ପାଖକୁ ଆସିଗଲା, ଜିପ୍ ଚକ ପାଖକୁ। ମୋତେ ଲାଗିଲା କି କେହି ମୋ ଗାଡ଼ି ତଳେ ଶୋଇ ଶୋଇ ଆସୁଛି। ମୋ ଗଳା ଶୁଖି ଯାଇଥିଲା। ମୋ ହାତ ଗୋଡ଼ ଏବେ ସୀମା ବାହାରକୁ ଥରୁଥିଲା। କିନ୍ତୁ ମୋତେ ନିଜକୁ ବଞ୍ଚାଇବାର ଥିଲା। ମୁଁ ମୋ ପ୍ୟାଣ୍ଟ ପକେଟରୁ ଏକ ଛୋଟ ଛୁରୀ ବାହାର କଲି ଏବଂ ମୁଠାରେ ଭିଡ଼ି ଧରିଲି। ଯଦିଓ ମୁଁ ଜାଣିଥିଲି ଏହା ବେକାର, କାରଣ ସେମାନେ ଯିଏ ବି ହୁଅନ୍ତୁ, ମୁଁ ସେମାନଙ୍କ ସାମ୍ନା କରିପାରିବି ନାହିଁ। ମୋ ଭିତରେ ଏତେ ସାହସ ହିଁ ନଥିଲା। ସେତିକିବେଳେ ହଠାତ୍ ଗାଡ଼ି ଝରକା କାଚରେ ଏକ ଶବ୍ଦ ହେଲା। ମୁଁ ଝଟକାରେ ସେହି ଆଡ଼କୁ ଚାହିଁଲି। କାଚ ଉପରେ କାଦୁଅର ଏକ ଚିହ୍ନ ଥିଲା, ଯେମିତି କୌଣସି କାଦୁଅର ଗଳା କାଚ ଭିତରକୁ ମରାଯାଇଛି। ଏବଂ ଏବେ ତ ଅବସ୍ଥା ଆହୁରି ଖରାପ ହୋଇଗଲା। ମୋତେ କିଛି ଦେଖା ତ ଯାଉନଥିଲା, କିନ୍ତୁ ସେହି ଶବ୍ଦ ମୋ ଜୀବନ ବାହାର କରିଦେଉଥିଲା। ମୁଁ ଅଜାଣତରେ ଭଗବାନଙ୍କ ନାଁ ନେବାକୁ ଆରମ୍ଭ କଲି। ଭୟରେ ମୁଁ ନିଜ ଭିତରେ ହିଁ ଗୁଣୁଗୁଣୁ ହେଉଥିଲି, ମୋତେ ବଞ୍ଚାଇ ଦିଅ, ମୋତେ ବଞ୍ଚାଇ ଦିଅ, କେହି ଅଛି, କେହି ଅଛି, ମୋତେ ବଞ୍ଚାଇ ଦିଅ ପ୍ଲିଜ୍, କେହି ଆସିଯାଅ, ମୋତେ ବଞ୍ଚାଅ ପ୍ଲିଜ୍, ମୋତେ ଏଠାରୁ ବାହାର କର ପ୍ଲିଜ୍, କେହି ଅଛି ତ ଆସିଯାଅ। ଆଉ ଥରେ ବିଜୁଳି ମାରିଲା ଏବଂ ସେହି ମୁହୂର୍ତ୍ତରେ ମୁଁ ଦେଖିଲି ଯେ ତାହା ଏକ କାଦୁଅ ଗଦା ନଥିଲା, ତାହା ଏକ ହାତର ଚିହ୍ନ ଥିଲା। ଏମିତି ଏକ ହାତ ଯାହା ଆକାରରେ ବହୁତ ବେଢଙ୍ଗା ଥିଲା। ତା'ର ଆଙ୍ଗୁଠି ଗୁଡ଼ିକ ବହୁତ ଲମ୍ବା ଏବଂ ପାପୁଲି ବହୁତ ଚଉଡ଼ା ଥିଲା ଏବଂ ସେଥିରେ ଆଙ୍ଗୁଠିର ରେଖା ହିଁ ନଥିଲା, ବାସ୍ ସମତଳ କାଦୁଅ ଥିଲା। ତାହା ଦେଖି ମୁଁ ସିଟ୍ ଉପରେ ପଛ ଆଡ଼କୁ ଖସିଗଲି। ଠିକ୍ ସେତିକିବେଳେ ୱିଣ୍ଡସିଲ୍ଡ ଉପରେ, ମାନେ ସାମ୍ନା କାଚ ଉପରେ ଆଉ ଏକ ଥପ୍ ଶବ୍ଦ ହେଲା। ସେଠାରେ ମଧ୍ୟ ଏକ ଚିହ୍ନ ପଡ଼ିଗଲା। ପୁଣି ପଛ କାଚ ଉପରେ। ଏବେ ଚାରିଆଡ଼ୁ ଜିପ୍ କାଚ ଉପରେ ହାତ ପଡ଼ୁଥିଲା। ମୁଁ ନିଜକୁ ସଙ୍କୁଚିତ କରି ଭୟରେ ତଳେ ଲୁଚିଗଲି। ମୁଣ୍ଡ ଉଠାଇ ଚାହିଁବାର ବି ମୋ ଉପରେ ସାହସ ନଥିଲା। ଶରୀର ଏମିତି ଥଣ୍ଡା ପଡ଼ିଯାଇଥିଲା ଯେ ମୁଁ ହଲି ମଧ୍ୟ ପାରୁନଥିଲି। ନିଶ୍ୱାସ ତ ମୁଁ ହୁଏତ ବାସ୍ ନାମକୁ ମାତ୍ର ନେଉଥିଲି, କାରଣ ମୋ ଭିତରେ
ଏବେ ଭୟ ଏତେ ବଢ଼ି ସାରିଥିଲା ଯେ ଯିଏ ବି ଥିଲା ତାର ବସ୍ ଗୋଟିଏ ଝଲକ ଏବଂ ମୋ ଜୀବନ ବାହାରିଯିବ। ମୁଁ ନିଜକୁ ଏମିତି ଲୁଚାଇ ଦେଇଥିଲି ଯେ ମୁଁ ଅଧିକ କିଛି ଦେଖିପାରୁନଥିଲି। ଜିପ୍ ଧକ୍କା ଖାଉଥିଲା, ଧୀରେ ଧୀରେ ହଲୁଥିଲା। ସେତିକି ବେଳେ ଗାଡ଼ିର ଇଞ୍ଜିନ୍ ନିଜକୁ ନିଜେ ଚାଲୁ ହୋଇଗଲା ଏବଂ ଭିତରେ ଯେଉଁ ଲାଇଟ୍ ଥିଲା ତାହା ହଠାତ୍ ଜଳି ଉଠିଲା। ମୁଁ ଭୟଭୀତ ହୋଇ ଥରୁଥିବା ଅବସ୍ଥାରେ ହାତ ମଝିରୁ ବାହାରକୁ ଚାହିଁବାକୁ ଚେଷ୍ଟା କଲି। ମୋତେ ବାହାରେ କିଛି ବି ଦେଖାଯାଉନଥିଲା, ବାସ୍ କାଚ ଉପରେ ଉବୁକୁଥିବା ମଇଳା ଓଦା ଚିହ୍ନ ଦେଖାଯାଉଥିଲା, ଯାହାକି ପ୍ରତି ମୁହୂର୍ତ୍ତରେ ବଢ଼ି ଚାଲିଥିଲା। ପୁରା କାଚ କାଦୁଅ ଚିହ୍ନରେ ଭରା ଯାଇଥିଲା, ଏତେ ଯେ ମୋତେ ବାହାରର ଦେଖାଯିବା ବନ୍ଦ ହୋଇଗଲା। ଏବଂ ସେତେବେଳେ ମୋ ମୁଣ୍ଡ ଭିତରୁ ହଠାତ୍ ଧକ୍କା ଦେଲା। ଶିରା ପ୍ରଶିରାରେ ରକ୍ତ ବହୁତ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲା ଏବଂ ମୁଣ୍ଡ ଉପରେ ଗୋଟିଏ ଚିନ୍ତା ହିଁ ଆସିଲା କି ମୋତେ ବଞ୍ଚିବାକୁ ହେଲେ ଏଠାରୁ ବାହାରିବାକୁ ହେବ। ଏବେ ଏହି ସମୟରେ ନହେଲେ ମୁଁ ଏହି ଲୁହା ଡବା ଭିତରେ ଶ୍ୱାସରୁଦ୍ଧ ହୋଇ ମରିଯିବି। ଏବଂ ପର ମୁହୂର୍ତ୍ତରେ ମୁଁ ଲଥପଥ ହୋଇ ଉଠିଲି। ନିଜ ମୁଣ୍ଡ ନୁଆଁଇ ଥରୁଥିବା ହାତରେ ମୁଁ ଚାବି ବୁଲାଇଲି। ଇଞ୍ଜିନ୍ ଘର ଘର କଲା, କିନ୍ତୁ ଷ୍ଟାର୍ଟ ହେଲାଣି। ମୁଁ ପୁଣି ଚାବି ବୁଲାଇଲି। ଏବେ ବାହାରୁ ମୋତେ କାମୁଡ଼ିବାର ଶବ୍ଦ ଆସିବାକୁ ଲାଗିଲା। ସେଗୁଡ଼ିକ ନଖ ନଥିଲା କିମ୍ବା ଆଉ କିଛି ଥିଲା, ମୋତେ ଜଣା ନାହିଁ। କିନ୍ତୁ ସେମାନଙ୍କ ପାଖରେ ଯାହା ବି ଥିଲା ସେମାନେ ଏବେ କାଚ ଉପରେ ଘଷୁଥିଲେ। ଚାଲିଯା ଭାଇ, ପ୍ଲିଜ୍ ଚାଲିଯା, ଚାଲୁ ହୋଇଯା, ମୁଁ ନିଜ ଭିତରେ ହିଁ ଫୁସ୍ଫୁସ୍ ହେଲି। ମୋ ଆଖିରୁ ଲୁହ ବାହାରୁଥିଲା, ଶରୀର ନିଜର ଶେଷ ଶକ୍ତି ଲଗାଉଥିଲା। ମୁଁ ଏକ୍ସେଲରେଟର ଉପରେ ପାଦ ରଖିଲି ଏବଂ ଦ୍ୱିତୀୟ ଥର ଚାବି ବୁଲାଇଲି। ଖଟ୍ ଖଟ୍ ଶବ୍ଦ ହେଲା। ଇଞ୍ଜିନ୍ ଗୋଟିଏ ଜୋରଦାର ଝଟକା ଖାଇଲା ଏବଂ ଜିପ୍ ଷ୍ଟାର୍ଟ ହୋଇଗଲା। ଶବ୍ଦ ବହୁତ ଜୋରରେ ଥିଲା, ଲାଗିଲା ଯେମିତି ଡିଜେଲ ଇଞ୍ଜିନ୍ର ଗର୍ଜନ ସେହି ଜଙ୍ଗଲରେ ପ୍ରତିଧ୍ୱନିତ ହେଲା। ଏବଂ ସେତିକି ବେଳେ ମୁଁ ସାମ୍ନାକୁ ଚାହିଁଲି। ଯେମିତି ହିଁ ହେଡ଼ଲାଇଟ୍ ଜଳିଲା ଏବଂ ୱାଇପର କାଚର ସାମ୍ନା ଅଂଶ ଟିକେ ସଫା ହେଲା, ସେତେବେଳେ ଅଜାଣତରେ ମୋ ମୁହଁରୁ ଚିତ୍କାର ବାହାରି ପଡ଼ିଲା, କାରଣ ଜିପ୍ର ଠିକ୍ ସାମ୍ନାରେ ବୋନେଟ୍କୁ ଲାଗିକି ସେହି ବିନା ମୁହଁର ଲୋକଟି ଛିଡ଼ା ହୋଇଥିଲା। ହେଡ଼ଲାଇଟ୍ର ପ୍ରଖର ଆଲୋକ ତା'ର ସମତଳ ହଳଦିଆ ଚମଡ଼ା ଉପରେ ପଡ଼ୁଥିଲା। ତା'ର ଯଦିଓ ଆଖି ନଥିଲା, ଆଖି ଜାଗାରେ କେବଳ ହଳଦିଆ ଚମଡ଼ା ଥିଲା, ତଥାପି କେଜାଣି କାହିଁକି ଏମିତି ଲାଗୁଥିଲା କି ସେ ମୋତେ ଦେଖୁଛି। ଏବଂ ବସ୍ ଏହି ଚିନ୍ତା ମୋତେ ଭିତରୁ ଡରାଉଥିଲା। ତା'ର ସେହି ମୁହୂର୍ତ୍ତ ମୁହଁ ଦେଖି ଆଉ ଥରେ ଭିତରୁ ଭୟର ଲହରୀ ଉଠିଲା, କିନ୍ତୁ ମୁଁ କୌଣସି ପ୍ରକାରରେ ତାକୁ ଆୟତ୍ତ କଲି। ସେହି ଲୋକଟି ହଲିଲା ନାହିଁ। ସେ ବସ୍ ବୋନେଟ୍ ଉପରେ ନିଜର ଦୁଇ ହାତ ରଖି ଛିଡ଼ା ହୋଇଥିଲା, ଯେମିତି ସେ ଗାଡ଼ି ରୋକିବାକୁ ଚେଷ୍ଟା କରୁଛି। ଏବେ ଯାହା ବି ହେଉ, କେହି ବଞ୍ଚୁ କି ମରୁ ମୋତେ ଫରକ ପଡ଼େନି, ମୋତେ ବାସ୍ ନିଜକୁ ବଞ୍ଚାଇବାର ଅଛି। ଏବଂ ଏହି କଥା ଭାବି ମୁଁ କ୍ଲଚ୍ ଛାଡ଼ିଦେଲି ଏବଂ ଗାଡ଼ି ପ୍ରଥମ ଗିୟରରେ ଉଠାଇଦେଲି। ଜିପ୍ ଗୋଟିଏ ଜୋରରେ ଝଟକା ଖାଇଲା। ସେହି ଲୋକଟି କିମ୍ବା ସେହି ଜିନିଷଟି ବୋନେଟ୍ରୁ ଖସି ସାଇଡ଼ରେ ପଡ଼ିଗଲା। ମୋତେ କୌଣସି ଚିତ୍କାର ଶୁଭିଲାନି, ବାସ୍ ଏକ ଭାରୀ ଜିନିଷ ପଡ଼ିବାର ଶବ୍ଦ ଆସିଲା ଏବଂ ମୁଁ କୌଣସି ପାଗଳ ପରି ଦୌଡ଼ିବାକୁ ଲାଗିଲି। ମୋତେ ରାସ୍ତା ସଫା ଦେଖାଯାଉନଥିଲା। ୱାଇପର ଜୋରରେ ଚାଲୁଥିଲା, କିନ୍ତୁ କାଚରେ ଲାଗିଥିବା ସେହି ଚିକିଟା ମାଟି ତଥାପି ଠିକ୍ ଭାବେ ସଫା ହେଉନଥିଲା। ମୋତେ ଏବେ ଟିକେ ଅସ୍ପଷ୍ଟ ଦେଖାଯିବାକୁ ଲାଗିଥିଲା, କିନ୍ତୁ ତଥାପି ମୁଁ ଅନ୍ଦାଜରେ ଗାଡ଼ି ଚଲାଇ ଚାଲିଥିଲି। ଜିପ୍ ପଥର ଉପରେ ଡେଉଁଥିଲା, ଆଖପାଖର ବୁଦା ଗାଡ଼ି ସାଇଡ଼ରେ ଘଷି ହେଉଥିଲା। ପ୍ରତିଥର ଯେତେବେଳେ ହେଡ଼ଲାଇଟ୍ କୌଣସି ଗଛ ଉପରେ ପଡ଼ୁଥିଲା, ମୋତେ ଲାଗୁଥିଲା କି ସେଠାରେ କେହି ଛିଡ଼ା ହୋଇଛନ୍ତି। ପ୍ରତି ଗଛର ଗଣ୍ଡି ମୋତେ ସେହି ପୁତଳିକାମାନଙ୍କ ପରି ଦେଖାଯାଉଥିଲା। କେବେ କେବେ ମୋତେ ଲାଗିଲା କି କେହି ମୋ ଗାଡ଼ି ସାଙ୍ଗେ ସାଙ୍ଗେ ଦୌଡ଼ୁଛି, କାରଣ ସେହି ଖର୍ ଖର୍ ଶବ୍ଦ ଏବଂ ଏବେ ଇଞ୍ଜିନ୍ର ଶବ୍ଦରେ ଦବି ଯାଉଥିଲା, କିନ୍ତୁ ତଥାପି ତାହା ମୋ ମୁଣ୍ଡ ଭିତରେ ଗୁଞ୍ଜରିତ ହେଉଥିଲା। ହଠାତ୍ ଏକ ମୋଡ଼ରେ ମୋତେ ଲାଗିଲା କି ରାସ୍ତା ଶେଷ ହୋଇଯାଇଛି। ମୁଁ ଜୋରରେ ବ୍ରେକ୍ ମାରିଲି। ଜିପ୍ ଖସିଯାଇ କୋଡ଼ରୁ ତଳକୁ ଓହ୍ଲାଇଗଲା ଏବଂ ସେଠାରୁ ଓହ୍ଲାଇ ଗୋଟିଏ ଗଛରେ ପିଟି ହୋଇଗଲା। ଏବେ ଏସବୁ କେମିତି ହେଲା, ସେଠାରେ କ'ଣ ହେଲା ତାହାର ମୋତେ କିଛି ଅନ୍ଦାଜ ନାହିଁ, କାରଣ ମୋ ମୁଣ୍ଡକୁ ନା ସମୟର ଜଣାଥିଲା ନା ରାସ୍ତାର। କିନ୍ତୁ ଯେମିତି ହିଁ ଜିପ୍ କୌଣସି ଗଛରେ ପିଟି ହେଲା, ମୋ ମୁଣ୍ଡ ମଧ୍ୟ ଜୋରରେ ଷ୍ଟିଅରିଂରେ ପିଟି ହେଲା। କିଛି ମୁହୂର୍ତ୍ତ ପାଇଁ ମୋ ଆଖି ସାମ୍ନାରେ ଅନ୍ଧାର ଛାଇଗଲା ଏବଂ
ଏମିତି ଲାଗିଲା ଯେ ମୁଁ କୌଣସି ଅଲଗା ଦୁନିଆକୁ ଆସି ସାରିଛି। ଯେତେବେଳେ ମୋର ହୋସ୍ ଆସିଲା ମୁଁ ତ ନିଜେ ମୁଣ୍ଡ ଉଠାଇଲି ଏବଂ ମୁଁ ଦେଖିଲି କି ହେଡ଼ଲାଇଟ୍ ଏବେ ବି ଜଳୁନଥିଲା, କିନ୍ତୁ ଗୋଟିଏ ଲାଇଟ୍ ଭାଙ୍ଗି ଯାଇଛି ଏବଂ ଆଉ ଗୋଟିଏ ଲାଇଟ୍ ଜଳୁଥିଲା। ମୁଁ ଧ୍ୟାନର ସହ ଦେଖିଲି ମୁଁ କେଉଁଠି ଅଛି। ମୁଁ ଜଙ୍ଗଲ କଡ଼ରେ ଥିଲି। ସାମ୍ନାରେ ପକ୍କା ରାସ୍ତା ଥିଲା। ଯେଉଁ ଘାଟି ଦେଇ ମୁଁ ଆଦିବାସୀ ଅଞ୍ଚଳକୁ ଯାଉଥିଲି ଏହା ସେହି ମେନ୍ ରୋଡ଼ ଥିଲା। ସେହି କଳା ଓଦା ରାସ୍ତାକୁ ଦେଖି ମୋତେ ଲାଗିଲା ଯେମିତି ମୁଁ ଭଗବାନଙ୍କୁ ଦେଖି ନେଇଛି। ମୁଁ ଗାଡ଼ି ବ୍ୟାକ୍ କଲି। ବମ୍ପର ଘଷି ହେବାର ଶବ୍ଦ ଆସିଲା, କିନ୍ତୁ ଏବେ ମୋର ପରୱା ନଥିଲା। ମୁଁ ଦ୍ରୁତ ଗତିରେ ଜିପ୍କୁ କଞ୍ଚା ରାସ୍ତାରୁ ଓହ୍ଲାଇ ପକ୍କା ରାସ୍ତା ଉପରକୁ ନେଇ ଆସିଲି। ଯେମିତି ହିଁ ଜିପ୍ ଚକ ପକ୍କା ରାସ୍ତା ଉପରକୁ ଆସିଲା, ଏକ ଅଜବ ଶାନ୍ତ ଭାବ ଖେଳିଗଲା। ଜଙ୍ଗଲର ଶବ୍ଦ ପଛରେ ରହିଗଲା। ବର୍ଷା ମଧ୍ୟ ଏଠାରେ କମ୍ ଥିଲା। ମୁଁ ଡରି ଡରି ରିଅରଭ୍ୟୁ ମିରରରେ ଚାହିଁଲି। ପଛରେ ଗୂଢ଼ ଅନ୍ଧାର ଜଙ୍ଗଲ ଥିଲା ଏବଂ ଜଙ୍ଗଲର ସେହି ମୁହାଣରେ ଯେଉଁଠୁ ମୁଁ ଏବେ ବାହାରିଥିଲି ସେଠାରେ କେହି ନଥିଲେ। ବସ୍ ଏକ ପୁରୁଣା କଳଙ୍କି ଲାଗିଥିବା ବୋର୍ଡ଼ ଲାଗିଥିଲା, ଯେଉଁଥିରେ କଳଙ୍କି ଏବଂ ଶିଉଳି ଲାଗିଥିଲା। ହେଡ଼ଲାଇଟ୍ର ବ୍ୟାକ୍ ଲାଇଟ୍ରେ ମୋତେ ସେଥିରେ କିଛି ଲେଖା ହୋଇଥିବାର ଅସ୍ପଷ୍ଟ ଦେଖାଗଲା। ସେଥିରେ ଲେଖା ହୋଇଥିଲା, ପ୍ରବେଶ ନିଷେଧ, ବନ ବିଭାଗର ସମ୍ପତ୍ତି, ଆଗକୁ ବିପଦ ଅଛି। ଏବଂ ସେହି ବୋର୍ଡ଼ର ଠିକ୍ ତଳେ ଏକ କପଡ଼ା ଝୁଲୁଥିଲା। ଠିକ୍ ସେମିତି କପଡ଼ା ଯେମିତି ସେହି ପୁତଳିକାମାନେ ପିନ୍ଧିଥିଲେ ଏବଂ ସେହି କପଡ଼ା ପବନ ଯୋଗୁଁ ଫଡ଼ଫଡ଼ ହେଉଥିଲା। କିନ୍ତୁ ମୁଁ ଏବେ ଅଟକିଲି ନାହିଁ। ମୁଁ ପୁଣି ଘରେ ପହଞ୍ଚିବା ପର୍ଯ୍ୟନ୍ତ ଗାଡ଼ି ଦୌଡ଼ାଇ ଚାଲିଲି। ମୁଁ ନିଜ ଫ୍ଲାଟ୍ରେ ପହଞ୍ଚିଲି ତ ସକାଳ 4ଟା ବାଜିଥିଲା। ମୋ କପଡ଼ା କାଦୁଅ ଏବଂ ଝାଳରେ ଜୁଡ଼ୁବୁଡ଼ୁ ଥିଲା। କପାଳରେ ଆଘାତର ଚିହ୍ନ ଥିଲା। ମୁଁ ଜିପ୍ ପାର୍କିଂରେ ଛିଡ଼ା କଲି ଏବଂ ସେଠାରୁ ଯାଉ ଯାଉ ମୁଁ ଜିପ୍କୁ ଦେଖିଲି। ତା'ର ଆଗ ବମ୍ପର ଭାଙ୍ଗି ଯାଇଥିଲା ଏବଂ ସାଇଡ଼ରେ କାଣ୍ଡିଆ ହୋଇଥିଲା। ମୁଁ ଲିଫ୍ଟରେ ଉପରକୁ ଗଲି, ଘରର କବାଟ ଖୋଲିଲି ଏବଂ ସିଧା ବାଥରୁମ୍ ଭିତରକୁ ପଶିଗଲି। ଏବଂ ସେତେବେଳେ ମୁଁ ସାୱାର ତଳେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହିଲି। ସେହି କାଦୁଅକୁ, ସେହି ଭୟକୁ ଧୋଇବା ପାଇଁ ଚେଷ୍ଟା କଲି। ଯେତେବେଳେ ମୁଁ ସେଠାରୁ ବାହାରି ଆସିଲି ସେତେବେଳେ ମୁଁ ନିଜକୁ ଆଇନାରେ ଦେଖିଲି। ନିଜ ମୁହଁ ଦେଖିଲି। ମୋ ଆଖି ଲାଲ ଥିଲା, ମୁହଁ ଶୁଖି ଯାଇଥିଲା ଏବଂ ମୁହଁରେ ଏବେ ବି ମୋତେ ଭୟ ନଜର ଆସୁଥିଲା। ମୁଁ ଶୋଇବା ପାଇଁ ବେଡ଼ରୁମ୍କୁ ଚାଲିଗଲି। ମୁଁ ରେଜେଇ ଘୋଡ଼େଇ ହେଲି ଏବଂ ସେତେବେଳେ ଯାଇ ମୋତେ ଲାଗିଲା କି ଏବେ ସବୁ ଠିକ୍ ହୋଇସାରିଛି। କିନ୍ତୁ ସେତିକି ବେଳେ ମୋର ନଜର କୋଠରୀ କୋଣରେ ରଖାଯାଇଥିବା ମୋର ବୁଟ୍ ଉପରକୁ ଗଲା। ମୁଁ ସେଗୁଡ଼ିକ ଓହ୍ଲାଇ ସେଠାରେ ରଖିଥିଲି ଏବଂ ସେଗୁଡ଼ିକ ଏବେ ବି କାଦୁଅରେ ଭର୍ତ୍ତି ଥିଲା। ମୁଁ ଧ୍ୟାନର ସହ ଦେଖିଲି ଯେ ଗୋଟିଏ ବୁଟ୍ ତଳେ କିଛି ଫସିଥିଲା। ମୁଁ ପୁଣି ଉଠିକି ବୁଟ୍ ପାଖକୁ ଗଲି ଏବଂ ତାକୁ ଉଠାଇ ଦେଖିଲି। ତାହା କାଦୁଅ ନଥିଲା, ତାହା ଶୁଖିଲା ଘାସର ଏକ ଗୁଚ୍ଛ ଥିଲା ଏବଂ ସେହି ଘାସ ମଝିରେ ଏକ କଳା ରଙ୍ଗର କପଡ଼ା ଛନ୍ଦି ହୋଇଥିଲା। ସେହି କପଡ଼ା ଯାହାକି ପୁତଳିକାମାନଙ୍କ ମୁହଁରେ ବନ୍ଧା ହୋଇଥିଲା ଏବଂ ସେହି କପଡ଼ା ଖଣ୍ଡ ଉପରେ କୋଇଲାର ଏକ ଛୋଟ ଆଖି ତିଆରି ହୋଇଥିଲା। ତାହା ଦେଖି ମୋତେ ଏକ ଅଜବ ଅନୁଭବ ହେଲା। ମୁଁ ତୁରନ୍ତ ତାକୁ ଝାଡ଼ିଲି ଏବଂ ଝରକାରୁ ତଳକୁ ଫିଙ୍ଗିଦେଲି। ତା ପରଦିନ ଘରକୁ ମୋତେ ଏନ୍ଜିଓର ଲୋକମାନେ ଖୋଜି ଖୋଜି ଆସିଗଲେ। ସେତେବେଳକୁ ମୁଁ ପ୍ରଖର ଜ୍ୱରରେ ଅସୁସ୍ଥ ହୋଇପଡ଼ିଥିଲି। ମୋର ଏବଂ ଗାଡ଼ିର ଅବସ୍ଥା ଦେଖି ସେମାନେ ବୁଝିଗଲେ କି ମୋ ସହିତ କିଛି ଭୁଲ ହୋଇଛି। ସେମାନଙ୍କୁ ପ୍ରଥମେ ଏମିତି ଲାଗିଲା କି ମୋ ଉପରେ କୌଣସି ପଶୁ ଆକ୍ରମଣ କରିଥିବ, କାରଣ ମୁଁ ସେତେବେଳେ ବି ସେହି ସଦ୍ମାରୁ ବାହାରି ନଥିଲି ଏବଂ ସେଥିପାଇଁ ମୁଁ ସେମାନଙ୍କୁ କିଛି କହିଲି ମଧ୍ୟ ନାହିଁ। ପ୍ରାୟ 1 ସପ୍ତାହ ପରେ ମୁଁ ଶୈଳଜା ଦିଦିଙ୍କୁ ମୋ ସହିତ ଘଟିଥିବା ସେହି ଘଟଣା ବିଷୟରେ କହିଲି। ଦିଦି ମଧ୍ୟ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ତାପରେ ଦିଦି କିଛି ଆଦିବାସୀ ଲୋକଙ୍କୁ ଏବଂ ଫରେଷ୍ଟ ଅଫିସରଙ୍କୁ ସାଙ୍ଗରେ ନେଇ ସେହି ଅଞ୍ଚଳର ଛାନଭିନ୍ କଲେ। କିନ୍ତୁ ଛାନଭିନ୍ ସମୟରେ ସେଠାରେ ସେମାନଙ୍କୁ କିଛି ଅଜବ କିମ୍ବା କିଛି ଭୟଙ୍କର ଦେଖାଗଲାନି ଏବଂ ଯେଉଁ ସ୍କୁଲରେ ମୁଁ ରାତିରେ ରହିଯାଇଥିଲି ତାହା ଅନେକ ବର୍ଷରୁ ବନ୍ଦ ହୋଇପଡ଼ିଥିଲା। ମାନେ ସେଠାରେ ଭଙ୍ଗା କୋଠା, ଭଙ୍ଗା କାନ୍ଥ ବ୍ୟତୀତ କିଛି ବି ନଥିଲା। ସେଠାରେ ସବୁକିଛି ଖାଲି ଥିଲା। କେହି ଥିବାର କୌଣସି ନାମ ନିଶାନ ନଥିଲା। ତ ବନ୍ଧୁଗଣ, ଏହା ଥିଲା ମୋର ଭୟଙ୍କର ଅନୁଭବ। ଆପଣଙ୍କୁ ଏହି ଘଟଣା କେମିତି ଲାଗିଲା ମୋତେ କମେଣ୍ଟ କରି ନିଶ୍ଚୟ ଜଣାଇବେ ଏବଂ ଆପଣ ସମସ୍ତ ଶ୍ରୋତାମାନଙ୍କୁ ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ଆଜି ପାଇଁ ଏତିକି। ଦେଖା ହେବା ପରବର୍ତ୍ତୀ ଏପିସୋଡ଼ରେ। ଧନ୍ୟବାଦ।